ବାହାଘର ବେଦୀରେ ଝିଅ ରିନିତା ପିଇଦେଲା ବିଷ। ମନମୋହରପୁର ଗାଁରେ ଲୋକମାନେ ଶୁଣି ବହୁତ ବିବ୍ରତ ଓ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଘଟଣା ଘଟିଥିଲା ରିନିତା ଝିଅ ସହିତ। ତ ଆପଣମାନେ ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରୁଥାନ୍ତି, ଆଉ ଯଦି ଆପଣମାନେ ସର୍ବଦା ଜଗତର ନାଥ ଜଗନ୍ନାଥଙ୍କୁ ପୂଜା ଆରୋଗ୍ୟ କରୁଥାନ୍ତି, ତାହେଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଆଉ ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ଲାଇକ୍ ସେୟାର ଏଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ବାହାଘରର ଅଘଟଣ, ଗାଁ ଲୋକଙ୍କ ରହସ୍ୟମୟ କାହାଣୀ। ମନୋହରପୁର ଗାଁରେ ବୃହତ୍ ବାହାଘରର ଆୟୋଜନ ହୋଇଥିଲା। ଗାଁର ଅଧ୍ୟକ୍ଷ ଜଗନ୍ନାଥ ମହାପାତ୍ରଙ୍କ ଝିଅ ରିନିତା ଓ ପାଖାପାଖି ଗାଁ ତୁଳସୀପଡ଼ାର ମନୋଜଙ୍କ ଓଡ଼ିଆ ପରମ୍ପରା ଅନୁଯାୟୀ ବିବାହ ହେଉଥିଲା। ଘର ଘରରେ ହଳଦୀ ଅଞ୍ଜନ, ଅଳତା, ରଙ୍ଗ ଏବଂ ଶଙ୍ଖଧ୍ୱନିରେ ଗାଁ ରମିଗଲା। ବରଯାତ୍ରୀ ଗାଁରେ ପହଞ୍ଚିଗଲେ। ମହିଳାମାନେ ଉଲୁଧ୍ୱନି ଦେଉଥିଲେ। ତାଳବଜା ଏବଂ ଢୋଲବାଜା ସହ ହିତମିତ କରିବାର ମାହୋଲ ଥିଲା। ରିନିତା ଏକାଠି ହସ ଖୁସିରେ ଥାଏ, କିନ୍ତୁ ଏକ ଅଜଣା ଭୟ ତାଙ୍କ ମନକୁ ମୁହଁ ଦେଉଥିଲା। କିଏ ଜାଣିଥାଏ ଏହି ଖୁସି ରାତି ଆପତ୍ତିଜନକ ମୋଡ଼ ନେଇଯିବ ଆଉ ବହୁତ ବଡ଼ ରହସ୍ୟମୟ ଘଟଣା ଘଟିଯିବ। ଯେତେବେଳେ ଘଟଣାର ଆରମ୍ଭ ହେଲା, ସେତେବେଳେ ବର ଏବଂ କନ୍ୟା ବେଦୀ ଆଗରେ ବସିଥିଲେ। ଏକ ଅଜଣା ମଣିଷ ବଡ଼ି ଗଳାରେ ଚିତ୍କାର କଲେ, ଏହି ବିବାହ ହେବ ନାହିଁ। ଏହି ଝିଅ ମୋ ଝିଅ ନୁହେଁ। ଏଠି ଏକ ଭୟଙ୍କର ଷଡ଼ଯନ୍ତ୍ର ଚାଲିଛି। ସମସ୍ତେ ହେଉ ହେଉ କଲେ। ଏଠିକି ଗାଁର ଗୋଟିଏ ବୃଦ୍ଧ ଭଲ କରି ଦେଖି ଏହି ମଣିଷ ଜଣକୁ ଚିହ୍ନି ହେଲେ। ସେ ହେଉଛନ୍ତି ଅନ୍ତର୍ଦ୍ଧାନ ହେଉଥିବା ରିନିତାଙ୍କ ପିତା, ଯିଏ କେତେ ବର୍ଷ ପୂର୍ବରୁ ଗାଁ ଛାଡ଼ି ଯାଇଥିଲେ। ଚକିତ କରିଦେଇଥିବା ଏହିପରି ସତ୍ୟ ଘଟଣା। ଏହି ଘଟଣା ଶୁଣି ବଡ଼ ଠାକୁର ଜଗନ୍ନାଥ ମହାପାତ୍ର ଗମ୍ଭୀର ଭାବେ କହିଲେ, ଏହା ଏକ ଦୀର୍ଘ ଖେଳ। ରିନିତା ମୋର ଝିଅ ନୁହେଁ। ସମସ୍ତେ ସେହିଠାରେ ଚମକି ଗଲେ। ଆଉ ସେହିଠାରେ ଗାଁ ଲୋକଙ୍କ ସହିତ ଆଉ ରିନିତା ସହିତ ଯାହା ଘଟିଗଲା, ଆପଣମାନେ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ତାଙ୍କ କହିବା ଅନୁଯାୟୀ ଅସଲି ରିନିତା ଜଣେ ଯାନ୍ତ୍ରିକ ପ୍ରୟୋଗର ଶିକାର ହୋଇଥିଲେ ଏବଂ ଗତ ବର୍ଷ ଅନ୍ତର୍ଦ୍ଧାନ ହୋଇଥିଲେ। ଏଠି ଯେଉଁ ମହିଳା ବସିଛନ୍ତି, ସେ ଏକ ଅଜଣା ଦୁଷ୍ଟ ଶକ୍ତିର ରୂପାନ୍ତରିତ ଏକ ଅଂଶ। ଗାଁ ଲୋକ ତାଙ୍କ ପ୍ରତିକ୍ରିୟାରେ ଗାଁ ଲୋକମାନେ ଏହି କଥା ଶୁଣି ହେଉ ହେଉ କଲେ। ଏଥିରେ ଏକ ହୃଦଙ୍ଗମ ଏବଂ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଗଲା। ଅଞ୍ଚଳର ବୃଦ୍ଧ ଏବଂ ପଣ୍ଡିତମାନେ ନିଷ୍ପତ୍ତି କଲେ ଯେ ଏହି ଅଜଣା ମହିଳା ଉପରେ ପରୀକ୍ଷା କରିବା ଉଚିତ। ଏହି ଦୃଶ୍ୟ ରିନିତାଙ୍କ ମା ଦେଖି କନ୍ୟାକରି ଠାରୁ ଠେଲି ପଡ଼ିଲେ। ଏତିକି ରିନିତା ହସିଲେ, କିନ୍ତୁ ଏହା ଏକ ଅସାମାନ୍ୟ ହସ ଥିଲା। ଏଠି ତାଙ୍କ ମୁହଁ ରୂପ ବଦଳି ଆଉ ଏକ ଭୟଙ୍କର ଅଂଶ ଧାରଣ କଲା। ଗାଁ ଲୋକମାନେ ଏଠି ଏକ ଷଡ଼ଯନ୍ତ୍ର ଅନୁଷ୍ଠାନ କରି ଏହି ଅଶୁଦ୍ଧ ଶକ୍ତିକୁ ଦୂର କରିବାକୁ ଯନ୍ତ୍ର ପ୍ରୟାସ କଲେ। ଆଉ ସେହିଠାରେ ଯାହା ଘଟିଗଲା, ଆପଣମାନେ ଶୁଣିଲେ ଆପଣଙ୍କର ଲୋମମୂଳ ଛାତି ଥରି ଉଠିବେ। ଆଉ ଆପଣ ସମସ୍ତେ ଏହି କଥା ଶୁଣିକି ଏହିଠାରେ ବେହୁଶ ମଧ୍ୟ ହୋଇଯିବେ। ତ ଯଦି ଆପଣମାନେ ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତି କରୁଛନ୍ତି ଆଉ ଆରାଧ୍ୟ ବୋଲି ମନେ କରୁଛନ୍ତି, ତାହେଲେ ଚ୍ୟାନେଲକୁ ଟିକିଏ ଲାଇକ୍ କରିଦିଅ, ସେୟାର କରିଦିଅ ଆଉ ସବସ୍କ୍ରାଇବ୍ କରିଦିଅ। ଆଉ କମେଣ୍ଟରେ ଥିବା ଜୟ ଜଗନ୍ନାଥକୁ ଲେଖିଦିଅନ୍ତୁ।
ତ ଏଇଠାରେ ଭୟଙ୍କର ଅଂଶର ଅନ୍ତ ଘଟିଲା। ପଣ୍ଡିତମାନେ ମନ୍ତ୍ର ଜପ କରିବାର ଶେଷରେ ଏକ ଅଗ୍ନି ଅଞ୍ଜନ କଲେ। ମୁହୂର୍ତ୍ତକେ ରିନିତା ମୃତ୍ୟୁସନ୍ନ ହୋଇ ଛାତି ଥରି ଚିତ୍କାର କଲେ ଏବଂ ଅନ୍ତର୍ଧାନ ହୋଇଗଲେ। ଗାଁ ଲୋକମାନେ ଏହା ଦେଖି ଏବଂ ଭୟରେ ଏବଂ ଚମକରେ ଅବାକ୍ ହୋଇ ରହିଗଲେ। କାରଣ ସେ ଝିଅ ତାଙ୍କର ଜଗନ୍ନାଥଙ୍କର ଝିଅ ନଥିଲେ, ସେ ଗୋଟିଏ ଭୂତାତ୍ମା ପ୍ରେତାତ୍ମା ଥିଲା। ଯାହାଫଳରେ ତାଙ୍କ ସହିତ ଘଟିଥିଲା ଏହିପରି ବହୁତ ବଡ଼ ଘଟଣା ଏବଂ ବିଷ ପିଇ ଆତ୍ମହତ୍ୟା କରିବାକୁ ଯାଉଥିଲେ ସେଇ ରିନିତା ଝିଅଟିଏ। ଯାହାଫଳରେ ସେ ଝିଅ ନଥିଲେ, ତେଣୁ ସେ ମୃତ୍ୟୁବରଣ କରିନଥିଲେ, କାରଣ ସେ ଗୋଟିଏ ପ୍ରେତାତ୍ମା ଥିଲା। ଯାହାଫଳରେ ଏହି ବିଷ ପିଇବା ମାତ୍ରେ ତାଙ୍କର ସହିତ କିଛି ମଧ୍ୟ ଘଟିଲା ନାହିଁ। ଏହା ଦେଖି ସମସ୍ତେ ଗାଁ ଲୋକମାନେ ଚକିତ ହୋଇଗଲେ ଏବଂ ପୁରା ଫୁଲ୍ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ସେଠାରେ ଗାଁ ଲୋକମାନେ ବହୁତ ବିବ୍ରତ ହୋଇଗଲେ। ଆଉ ଜଗନ୍ନାଥ କାନ୍ଦି କାନ୍ଦି ସମସ୍ତ ଗାଁର ଲୋକମାନଙ୍କୁ ସେହିଠାରେ କହିଲେ ଯେ ସିଏ ମୋ ଝିଅ ନୁହେଁ, ସିଏ ଥିଲା ଗୋଟିଏ ପ୍ରେତାତ୍ମା। ଯାହାଫଳରେ ସେ ଆମର ଏଠି ସମସ୍ତଙ୍କର କ୍ଷତି କରିବାକୁ ଆସିଥିଲା। ଆଉ ମୁଁ ଏହି କଥା କହିଲା ମାତ୍ରେ ସେ ତାର ଅସଲ ରୂପ ଦେଖାଇ ସେଇଠାରୁ ବିଦାୟ ହୋଇଗଲା। ଆଉ ସେଇଠାରେ ଗାଁ ଲୋକମାନେ ଏହା ଶୁଣି ଜଗନ୍ନାଥଙ୍କୁ ସାବାସ୍ ସାବାସ୍ କହିଲେ। ଆଉ ଜଗନ୍ନାଥଙ୍କୁ କହିଲେ, ତୁମେ ଯଦି ଏହି କଥା ଏଇଠାରେ ନ କହିଥାନ୍ତ ତାହେଲେ ଆମେ ସମସ୍ତେ ବହୁତ ବିପଦରେ ପଡ଼ିଥାନ୍ତୁ। ଆଉ ସେଇଠାରେ ସମସ୍ତେ ବର ମଧ୍ୟ ବିପଦରେ ବହୁତ ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। କାରଣ ସେ ସାରା ଜୀବନ ପାଇଁ ଗୋଟିଏ ଭୂତ ଆଉ ଗୋଟେ ପ୍ରେତାତ୍ମା ସହିତ ଆତ୍ମଜୀବନ କାଟିଥାନ୍ତା। ତ ଏହା ଶୁଣି ସେଇଠାରେ ଲୋକମାନେ ସେଇଠାରେ ଜଗନ୍ନାଥଙ୍କୁ ଏହିପରି ଭାବରେ କଥା କହିଲେ। ଆଉ ସେଇଠାରେ ଜଗନ୍ନାଥଙ୍କୁ ସାବାସ୍ ସାବାସ୍ କହିଲେ। ଏଠିପରି ଅସଲି ରିନିତାଙ୍କ ଅବସ୍ଥା ମଧ୍ୟରେ ଅନ୍ୟ ଗାଁର ଏକ ଅନ୍ଧାର କୋଠିରେ ମିଳିଲା। ସେ ଏତିକି ଦୃଶ୍ୟରେ ଭୟ କି ପାଇଁ କରିବାର ଅବସ୍ଥାରେ ଥିଲେ। ସେଠି ଜଣେ ଏକ ଅଖ୍ୟାତ ତନ୍ତ୍ରିକ ତାଙ୍କୁ ଅପହରଣ କରି ରଖିଥିଲା। କାରଣ ସେ ଝିଅ ଭୂତ ଥିଲା ଆଉ ପ୍ରେତାତ୍ମା ଥିଲା। ଯାହାଫଳରେ ଗୋଟିଏ ଗାଁରେ ତାନ୍ତ୍ରିକ ତାକୁ ସେଇଠାରେ ବନ୍ଦୀ କରି ରଖିଥିଲେ। ଗାଁ ଲୋକମାନେ ଆମରେ ସମ୍ମିଳିତ ହୋଇ ସେଠିକୁ ଯାଇ ଏକ ତାନ୍ତ୍ରିକ ଅଭିନାଶ କଲେ। ଯାହାଫଳରେ ଏହି ଅଭିନବ ଘଟଣା ପରେ ଗାଁରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଗଲା। ରିନିତା ଏବଂ ମନୋଜର ବିବାହ ପୁଣି ହେଲା ଏବଂ ଏଥିରୁ ଗାଁର ଲୋକମାନେ ଏକ ମୁହୂର୍ତ୍ତପୂର୍ଣ୍ଣ ଶିକ୍ଷା ନେଲେ। ବିଶ୍ୱାସ, ଦୃଢ଼ତା ଏବଂ ନୂଆ ଅନ୍ତଃପ୍ରେରଣା ଜୀବନର ଅସଲ ଶକ୍ତି। ଏହି କାହାଣୀ ଏକ ରହସ୍ୟମୟ ଘଟଣାକୁ ଉଜାଗର କରି ଗାଁ ଲୋକମାନଙ୍କୁ ଏକ ନୂଆ ଚେତନା ଦେଇଥିଲା। ତ ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା? ମୁଁ ଭାବୁଛି ଆପଣମାନଙ୍କୁ ଏହି କାହାଣୀଟି ପୁରା ବହୁତ ଭଲ ଲାଗିଥିବ। ତ ଯଦି ଏହି କାହାଣୀଟି ଭଲ ଲାଗିଛି ତାହେଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଆଉ ଯଦି ନୂଆ କରି ଆମ ଚ୍ୟାନେଲକୁ ଆସିଥାନ୍ତି ତାହେଲେ ଏହି ମାଳିକା ଗପ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଯାହାଫଳରେ ମୁଁ ଏହିପରି ନୂଆ ନୂଆ ଅନୁଭୂତି, କାହାଣୀ ଭିଡ଼ିଓ, ଗପ ଭିଡ଼ିଓ ଆପଣମାନଙ୍କୁ ନେଇ ଆସିବି। ଆଉ ବେଲ୍ ଆଇକନ୍ ବଟନ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ବଟନ୍କୁ ଦବାଇ ଦେବେ। କାରଣ ନୂଆ ନୂଆ ଅନୁଭୂତି ଗୁଡ଼ିକ ସର୍ବପ୍ରଥମେ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତ କାହାଣୀଟି ଏଇଠାରେ ଶେଷ କରୁଛୁ। ଜୟ ଜଗନ୍ନାଥ।